ଜୟ ଜଗନ୍ନାଥ। ଆମ ପାଖକୁ ଆଜି କଲ୍ ଆସିଥିଲା ବାଙ୍କିରୁ। ତ ଆମେ ସକାଳୁ ସକାଳୁ ଗାଧେଇ ପାଧେଇ ଅମିତ ଭାଇଙ୍କର ମୋର ଆଗ ପଛ କିଛି ନ ଭାବିକି ଗାଡ଼ି ଧରି ଉଡ଼ିଗଲୁ ବାଙ୍କି ଅଭିମୁଖେ। ଗୟଳବାଙ୍କ ପାଖରେ ଥିବା ମା ଦେବୀଦ୍ୱାରଙ୍କ ପୀଠ ପାଖରେ ଭାବିଥିଲୁ ମୁଣ୍ଡିଆ ମାରିକି ପଳେଇବୁ। ମନ କ'ଣ ହେଲା, ମୁଁ କହିଲି ନାଇଁ ଅମିତ ଭାଇ ଚାଲ ଆଜି ଦର୍ଶନ କରିକି ଟିକେ ପଳେଇବା। ତ ଆମେ ପହଞ୍ଚିଗଲୁ ଦେବୀଦ୍ୱାର ମନ୍ଦିର ତଳେ। ତ ଚାଲନ୍ତୁ ଟିକେ ଦର୍ଶନ କରିଦେବା। ଆରେ ଆରେ ଆଜି କ'ଣ ପହଡ଼ ବନ୍ଦ? ଓହୋ 12ଟା ବାଜିଲାନି ତ ପହଡ଼ ବନ୍ଦ ହେଇଗଲାଣି। ତ ମନ ଦୁଃଖ ହେଲା। ସେଠି ଅଧଘଣ୍ଟା ବସିଲା ସମୟରେ ଦେଖିଲୁ ଭାଇ ଭଉଣୀ ଦୁଇଟା ଭିଡ଼ିଓ କରୁଥିଲେ, ମାନେ ଟିକଟକ୍ ଭିଡ଼ିଓ, ସରି ଇନଷ୍ଟା ଭିଡ଼ିଓ। ଭାଇ ଭଉଣୀକି ନିବା ନିବି ହେବେ ଆମେ ଜାଣିପାରିଲୁ ନାହିଁ। ସରି ଆମେ ଟିକେ ଭିଡ଼ିଓ କରିଦେଇଛୁ ମଜାକ ପାଇଁ। ପୁଣି ଆମେ ବାହାରି ଯାଇଥିଲୁ ବାଙ୍କି ଗ୍ରସ୍ତରେ। ତ ଖରାଟା ଜୋରରେ ହେଉଥିଲା। ମୁଁ କହିଲି ଭାଇ ଟିକେ ଥଣ୍ଡା ଫଣ୍ଡା ପିଇବାନି? ଭାଇ କହିଲେ ଥଣ୍ଡା କ'ଣ ପିଇବା, ଟିକେ ଲସି ସରବତ ପିଇଦେବା। ଦୋକାନରେ ଲସି ସରବତ ଥିଲା, ଆମେ ଲସି ସରବତ ପିଇକି ଆସିକି ପହଞ୍ଚିଗଲୁ ଶିଶୁଆ ଛକରେ ଥିବା ବାବା ସ୍ପୋର୍ଟସ୍। ତ ଚାଲନ୍ତୁ ଭିତରକୁ ଯିବା। ଭିତରକୁ କ'ଣ ଅମିତ ଭାଇ ଆଗରୁ ଭିତରକୁ ପଳେଇଛନ୍ତି, ମୁଁ ପଛରେ ଯାଉଛି। ଆମ ପାଖରେ ଯାହା ବି ସବୁ ସାମ୍ପଲ୍ ଥିଲା ଅମିତ ଭାଇ ଗୋଟେ ପରେ ଗୋଟେ ଦେଖେଇ ଚାଲିଲେ ଏବଂ ଭାଇଙ୍କୁ ବହୁତ ପସନ୍ଦ ବି ଆସିଲା ଏବଂ ଭାଇ ସେଇଠି ସାଙ୍ଗେ ସାଙ୍ଗେ ଅର୍ଡ଼ର ବି କରିଦେଲେ। ତ ଆପଣମାନେ ଯଦି ଚାହୁଁଛନ୍ତି ଆମେ ରାଇଜର କମ୍ପାନୀ ତରଫରୁ ଆପଣଙ୍କ ପାଖକୁ ଭିଜିଟ୍ କରୁ ତ ଉପରେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରନ୍ତୁ। ଆପଣମାନେ ଯଦି ମୋ ଭିଡ଼ିଓ ଶିଶୁଆ କି ବାଙ୍କିରୁ ଦେଖୁଛନ୍ତି ତ ଥରୁଟେ ଆସିକି ବାବା ସ୍ପୋର୍ଟସ୍ ଭିଜିଟ୍ କରିକି ଯାଆନ୍ତୁ। ଭାଇ ଆମର ବହୁତ ପ୍ରକାର ସ୍ପୋର୍ଟସ୍ ଆଇଟମ୍ ରଖିଛନ୍ତି, ଟି ସାର୍ଟ ଏବଂ ହାଫ୍ ପ୍ୟାଣ୍ଟ ଫୁଲ୍ ପ୍ୟାଣ୍ଟ ରଖିଛନ୍ତି। ରାଇଜର ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ତରଫରୁ ମୁଁ ଏବଂ ଅମିତ ଭାଇ ଆପଣଙ୍କ ସେବାରେ ରହିଲୁ। ଜୟ ଜଗନ୍ନାଥ।